ଶାଶୁଘରୁ ଜଣେ ବୋହୂର ସନ୍ଦେହଜନକ ମୃତଦେହ ଉଦ୍ଧାର ହେବା ପରେ ଝିଅର ବାପଘର ଲୋକମାନେ ହତ୍ୟା ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ପାଇକସାହିର ପ୍ରଶାନ୍ତ ସ୍ୱାଇଁ ବାଉଁଶଗଡ଼ ଗ୍ରାମର ମଧୁ ପରିଡ଼ାଙ୍କ ଝିଅ ଶ୍ରଦ୍ଧାଞ୍ଜଳିଙ୍କୁ 6 ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଏବେ ସେମାନଙ୍କର ଗୋଟିଏ ଝିଅ ଥିବାବେଳେ ସ୍ୱାମୀ ପ୍ରଶାନ୍ତ ସ୍ତ୍ରୀ ଶ୍ରଦ୍ଧାଞ୍ଜଳିଙ୍କୁ ବାପଘରୁ ଟଙ୍କା ଆଣିବା ପାଇଁ ବାରମ୍ବାର ତାଗିଦ କରୁଥିଲେ, ଯାହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗୁଥିଲା। ତେବେ ଗତକାଲି ସନ୍ଦେହଜନକ ଭାବେ ଶ୍ରଦ୍ଧାଞ୍ଜଳିଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ୱାମୀ ପ୍ରଶାନ୍ତ ତାଙ୍କ ଝିଅକୁ ମାରି ଦେଇଥିବା ବାପଘର ଲୋକମାନେ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେଣୁ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ରଣପୁର ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ୱାମୀ ପ୍ରଶାନ୍ତ ସ୍ୱାଇଁଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ନୟାଗଡ଼ ଜିଲ୍ଲାରୁ ପ୍ରଶାନ୍ତ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।